ଆଜିର ଟପିକ ନିଶିକାନ୍ତ ଦୁବେ ବିଜେପି ଦଳ ବିଜୁ ପଟ୍ଟନାୟକ। ଏହା କହିବାର ଉଦ୍ଦେଶ୍ୟ, ଆମେ ଏଠି ଆଲୋଚନା କରିବାର ଉଦ୍ଦେଶ୍ୟ, କିଛି ଦିନ ପୂର୍ବରୁ ନିଶିକାନ୍ତ ଦୁବେ କିଏ? ଯେମିତି ଭାତ ହାଣ୍ଡିରୁ ଗୋଟେ ଭାତ ଚିପି ଦେଲେ ଜାଣି ହେଇଯାଏ ଯେ ହାଣ୍ଡିକ ଯାକର ଭାତ ହେଇଛି କି ନାହିଁ, ବା ଭାତ ଠିକ ସେ ଟାଣ ଅଛି କି ଆଉ ଟିକେ ସିଝିବ ବା ନିଆଁରେ ବସିବ। ସେଇଭଳି ନିଶିକାନ୍ତ ଦୁବେଙ୍କ ବାବଦରେ ଯଦି ଆମେ କହିବା, ସେ ନିଜ ଭଉଣୀକି ବିବାହ କରିଛନ୍ତି। ତେଣୁକରି ଜଣେ ନିଜ ଭଉଣୀକି ବିବାହ କରୁଥିବା ବ୍ୟକ୍ତି ବିଶେଷ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ଉତ୍ତୁଙ୍ଗ ବା ଜଣେ ରାଷ୍ଟ୍ର ନେତା ଏବଂ ଆନ୍ତର୍ଜାତିକ ସ୍ତରର ନେତାଙ୍କ ବାବଦରେ କହିବା ଏବଂ ତାଙ୍କୁ ସିଆଇ ଏଜେଣ୍ଟ କହିବା, ଯାହା ଚାଲୁଣି ହେଇକିରି ଛୁଞ୍ଚି ବି କହିବାନି। ବିଜୁ ବାବୁଙ୍କର ତ ସେମିତି କୌଣସି ଭୁଲ ଭଟକା ଆମେ ଦେଖି ନାହାନ୍ତି, ଯଦି ବି ଦେଖିଥାଏ ମଣିଷ ହିସାବରେ, ଏବଂ ସେମିତି କିଛି ଧର୍ତ୍ତବ୍ୟ ଭୁଲ ତାଙ୍କର ନାହିଁ ବୋଲି ଆମେ ଜାଣିଛୁ ଏବଂ ଇତିହାସରେ ଯୋଉମାନେ ସାକ୍ଷୀ ଅଛନ୍ତି। କିନ୍ତୁ ଆଜି ଦିନରେ ଯୋଉ ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ କହୁଛନ୍ତି ଯେ ସିଏ ସିଆଇ ଏଜେଣ୍ଟ, ତାଙ୍କର ଚାରିତ୍ରିକ ଦୋଷ ଅଛି। କାରଣ ଯଦି ଚାରିତ୍ରିକ ଦୋଷ ନଥାନ୍ତା ସେ ନିଜ ଭଉଣୀକି ବିବାହ କରିନଥାନ୍ତେ। ଏବଂ ସେ ବିଜେପି ଦଳର, ଏଇଥିପାଇଁ ଆମେ କହୁଛୁ, ଆଜିର ଟପିକ ରଖିଛୁ ବିଜେପି ଦଳ ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକ। ଏଇଥିପାଇଁ କାରଣ କିଛି ଦିନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଯାଇଛି ଏବଂ ରାଜ୍ୟସଭା ନିର୍ବାଚନରେ ବିଜେଡି ଦଳ ସହିତ କଂଗ୍ରେସ ଗଠବନ୍ଧନ କରିକି ପ୍ରାର୍ଥୀ ଦେଲା, ଯୋଉଟା କି 2024 ଦେଖନ୍ତୁ, ଏଇ ଆପଣଙ୍କର ପଞ୍ଚାୟତ 24 ନିର୍ବାଚନ ପରେ ମଧ୍ୟ ବିଜେଡି ବିନା ସର୍ତ୍ତରେ ହଉ ବା କୌଣସି ଉଦ୍ଦେଶ୍ୟ ପ୍ରଣୋଦିତ ହେଇ ବିଜେପି କି ପ୍ରତ୍ୟେକ ବିଲରେ ସପୋର୍ଟ କରିଛନ୍ତି। କୋଉଥିରେ? ରାଜ୍ୟସଭାରେ ହଉ ଲୋକସଭାରେ ହଉ। ସେ କଣ ପାଇଁ ବିଜେପି କି ସପୋର୍ଟ କରୁଥିଲା, ଆପଣ ମାନେ ଅଧିକ ସବୁ ଜାଣିଛନ୍ତି। ମୁଁ ଏଠି ଆପଣ ଯଦି କହିବେ ମୁଁ କାହିଁକି ଏଇ ଜିନିଷଟା ଏଠି ଉଠଉଛି, ମୁଁ ବିଜେଡି ସପକ୍ଷରେ କହୁନି କି ବିଜେପି ସପକ୍ଷରେ କହୁନି କି କଂଗ୍ରେସ ବିରୁଦ୍ଧରେ କହୁନି, କଂଗ୍ରେସ ସପକ୍ଷରେ କହୁନି। ଯୋଉଟା ଠିକ ବା ଯୋଉଟା ଆମକୁ ଠିକ ଲାଗିଲା, ସାଧାରଣ ଜନତାଙ୍କ ପାଇଁ ଯାହା ଠିକ, ମୁଁ ସେଇ ବିଷୟଟା ଉତ୍ଥାପନ କରିବାକୁ ଯାଉଛି। ଏଠି ମୁଁ କହିବାର ଉଦ୍ଦେଶ୍ୟ ହେଲା, ରାଜ୍ୟସଭା ନିର୍ବାଚନରେ ଯେତେବେଳେ କଂଗ୍ରେସ ସହିତ ବିଜେଡି ହାତ ମିଳିଲା କେତେବେଳେ 4 ନମ୍ବର ପ୍ରାର୍ଥୀଙ୍କ ପାଇଁ ଏବଂ ଦତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କଲା, ତେଣୁକରି ସେଇଟା କଣ ହେଲା ନା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଜିତିଗଲେ ଘୋଡା ବେପାର କରିକି। ସେ ଯାହା ବି ହଉ ସେ ଜିତିଲେ। ତେଣୁ ବିଜେପିର ରାଗ ରହିଲା କଣ, ଯେ ବିଜେଡି କାହିଁକି କଂଗ୍ରେସ ସହିତ ହାତ ମିଳେଇକିରି ପ୍ରାର୍ଥୀ ଦେଲା। ଆଜି ଯେଉଁ ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ସିଆଇ ଏଜେଣ୍ଟ କହୁଛନ୍ତି ରାଜ୍ୟସଭା ନିର୍ବାଚନ ପରେ ପରେ, ଏଇ ଯୋଉ ଜିନିଷଟା ଆପଣ ମାନେ କି ନିଶିକାନ୍ତ ଦୁବେ ଯଦି ନିଜସ୍ୱ ବକ୍ତବ୍ୟ କୁହନ୍ତି ତାହେଲେ ଏହା ଗ୍ରହଣ ଯୋଗ୍ୟ ହେଇପାରୁନି। କାରଣ ରାଜ୍ୟସଭା ନିର୍ବାଚନ ସାଙ୍ଗେ ସାଙ୍ଗେ ଯାଇଛି ଏବଂ ନିଶିକାନ୍ତ ଦୁବେ ଏ ଷ୍ଟେଟମେଣ୍ଟ ଦଉଛନ୍ତି ଏବଂ ବିଜେପି ଦଳର ସେ ଜଣେ ଏମପି। ଏହା ଆମେ କହୁଛୁ ଯେ ଏହା ବିଜେପି ଦ୍ୱାରା ପ୍ରାୟୋଜିତ ବା ବିଜେପି ଦଳ ଦ୍ୱାରା କୁହାଯାଇଥିବା କଥା ନିଶିକାନ୍ତ ଦୁବେ ନିଜ ମୁହଁରେ କହୁଛନ୍ତି। ଏଇଥିପାଇଁ କହୁଛନ୍ତି ଯଦି ସିଏ ବିଜେପି ଦ୍ୱାରା ବା ବିଜେପି ଦଳ ଦ୍ୱାରା କୁହାଯାଇଥିବା କଥାକୁ ନ କହୁଥାନ୍ତି, ତାହେଲେ ବିଜେପି ତାଙ୍କ ବିରୁଦ୍ଧରେ, ବିଜେପି ଦଳ ଯଦି ବିଜୁ ପଟ୍ଟନାୟକକୁ ଭଲ ପାଉଥାନ୍ତି ବା ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଦଉଥାନ୍ତି, ତାହେଲେ ନିଶିକାନ୍ତ ଦୁବେଙ୍କ ବିରୁଦ୍ଧରେ କଣ ଷ୍ଟେପ ନେଲେ? ଆଜି ପର୍ଯ୍ୟନ୍ତ କୌଣସି ଷ୍ଟେପ ନେଇ ନାହାନ୍ତି। ତେଣୁକରି ଆମେ କହୁଛୁ ଯେ ନାହିଁ, ନିଶିକାନ୍ତ ଦୁବେ ବିଜେପି ଦ୍ୱାରା ନିର୍ଦ୍ଦେଶିତ କଥାକୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଛନ୍ତି। ତେଣୁକରି ଏଠି ନୀତି ଅନୀତି ରାଜନୀତି କୂଟନୀତି ଏଇ ଯୋଉ ଚାରିଟାକୁ ମିଶେଇଲେ ଏହା ବିଜେପି ଦଳ ଦ୍ୱାରା ପ୍ରାୟୋଜିତ ବା ନିର୍ଦ୍ଦେଶିତ ବକ୍ତବ୍ୟକୁ ନିଶିକାନ୍ତ ଦୁବେ ପ୍ରକାଶ କଲେ। ଆଉ ନିଶିକାନ୍ତ ଦୁବେଙ୍କ ଚରିତ୍ର କଣ ଆମେ ଆଗରୁ କହିଛୁ। ଜଣେ ନିଜ ଭଉଣୀକି, ଚାରିତ୍ରିକ ଦୁର୍ବଳତା ନିଜ ଭଉଣୀକି ସ୍ତ୍ରୀ ରୂପରେ ଗ୍ରହଣ କରିଥିବା ବ୍ୟକ୍ତି ବିଜୁ ବାବୁଙ୍କ ବିରୁଦ୍ଧରେ କହିବା ସେ କେତେ ଦୂର ଯୁକ୍ତି ସଙ୍ଗତ ଆପଣ ମାନେ ଏଇଠୁ ବିଚାର କରିବେ।